ଯଶୋଦାବେନ ମୋଦି ସେ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ସେ 17 ବର୍ଷରୁ କରିଥିଲେ ବିବାହ। ସେ ବିବାହ କରିବେ ବୋଲି ଛାଡ଼ିଥିଲେ ପାଠ। ପ୍ରଥମେ ତ ଭଲରେ ସମ୍ପର୍କ ଚାଲିଥିଲା, କିନ୍ତୁ ପରେ ପରେ ଆରମ୍ଭ ହୋଇଥିଲା ମନାନ୍ତର। ତେବେ ଆପଣମାନେ କ'ଣ ଜାଣିପାରୁଛନ୍ତି କି ମୁଁ କାହା ବିଷୟରେ କହିବାକୁ ଚାହୁଁଛି? ହଁ ଦର୍ଶକ ବନ୍ଧୁ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ ମୋଦି। ତାଙ୍କ ବିବାହ ଥିଲା 3 ବର୍ଷର, ହେଲେ ମାତ୍ର 3 ମାସର ସମ୍ପର୍କ ମୋଦିଙ୍କ ସହ ନିଭେଇଥିଲେ। ତାଙ୍କର କଣ୍ଟ୍ରାକ୍ଟ ମ୍ୟାରେଜ ନୁହେଁ, ବୈବାହିକ ରୀତିନୀତିରେ ଯେମିତି ବିବାହ ହେବା କଥା ସେ ମାତ୍ର ସେମିତି ବିବାହ କରିଥିଲେ। କିନ୍ତୁ 3 ମାସର ବୈବାହିକ ସମ୍ପର୍କ ମଧ୍ୟରେ ଆସିଥିଲା ବହୁତ ବଡ଼ ଝଡ଼। ତିକ୍ତତା ଫଳରେ 2 ଜଣ ଅଲଗା ହେବାକୁ ପଡ଼ିଲା। ମହିଳାଙ୍କ ସମ୍ମାନ ପାଇଁ ବିଭିନ୍ନ ଯୋଜନା କରୁଥିବା ମୋଦି ନିଜ ଘରକୁ ରଖିଛନ୍ତି ଅସଜଡ଼ା। ବାପାଙ୍କ ସମ୍ପତ୍ତିରେ ଝିଅର ଅଧିକାର ହେଉ ବା ମୁସଲିମଙ୍କର 3 ତଲାକ ରୀତିନୀତିର ଉଚ୍ଛେଦ ହେଉ, ମହିଳାଙ୍କ ସମ୍ମାନ ପାଇଁ ବେଶ୍ ତତ୍ପର ମୋଦି ସରକାର। ହେଲେ ତାଙ୍କ ପତ୍ନୀ ଏଯାଏଁ ଅଛନ୍ତି କେଉଁଠି ଆଉ କେମିତି ଅଛନ୍ତି ସେ ବିଷୟରେ ମୋଦି ଟିକେ ଭାବୁନାହାନ୍ତି। ଏହି ପ୍ରସଙ୍ଗ ଆରମ୍ଭ ହେଉଛି 2014 ମସିହାରୁ, ଯେତେବେଳେ ପ୍ରଧାନମନ୍ତ୍ରୀ ନାମାଙ୍କନ ପତ୍ରିକାରେ ଭରିବା ସମୟରେ ପତ୍ନୀଙ୍କ ନାମ ଯଶୋଦାବେନ ମୋଦି ବୋଲି ମୋଦି ଉଲ୍ଲେଖ କରିଥିଲେ। ସେତେବେଳେ ରାଜନୀତିର ଜୋର ଧରିଥିଲା, କାରଣ ଗୁଜରାଟରେ 3 ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମୋଦି ନାମାଙ୍କନ ପତ୍ରରେ ପତ୍ନୀଙ୍କ ନାମ ସବୁବେଳେ ଖାଲି ରଖୁଥିଲେ। ତା ପୂର୍ବରୁ ମଧ୍ୟ ମୋଦିଙ୍କ ବୈବାହିକ ପ୍ରସଙ୍ଗରେ କୌଣସି ପ୍ରକାର ଆଲୋଚନା ହୋଇନଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି କି ହଠାତ୍ ମୋଦି କିଭଳି ଭାବରେ ସେ ସମ୍ପର୍କକୁ ମାନି ନେଇଥିଲେ? ପରେ ମୋଦିଙ୍କ ବଡ଼ ଭାଇ ଖୋଲାସା କଲେ କି କାହିଁକି ମୋଦି ତାଙ୍କ ପତ୍ନୀଙ୍କ ଠାରୁ ଦୂରେଇ ଯାଇଥିଲେ। ବିବାହ ସମୟରେ ଦୁହେଁ ନାବାଳିକା ଓ ନାବାଳକ ଥିଲେ, କିନ୍ତୁ ସେ ସମୟରେ କମ୍ ବୟସରୁ ବିବାହ କରି ଝିଅମାନଙ୍କୁ ଶାଶୁଘରେ କାମ କରିବା ପାଇଁ କୁହାଯାଉଥିଲା। ବିବାହ ପରେ ନିଜ କ୍ୟାରିୟରକୁ ପଛରେ ଛାଡ଼ିଥିବା ଯଶୋଦାବେନ ମୋଦି ପାଠ ପଢ଼ିବାକୁ ଉତ୍ସାହିତ କରୁଥିଲେ ସତ, ହେଲେ ବିବାହର 3 ମାସ ପରେ ତାଙ୍କୁ ଛାଡ଼ି ମୋଦି ବହୁତ ଦୂରକୁ ଚାଲି ଯାଇଥିଲେ। 2 ବର୍ଷ ପରେ ପୁଣି ଫେରିଆସି ନିଜର ସମ୍ପର୍କୀୟଙ୍କୁ ଭେଟିଥିଲେ ଉଦନଗରଠାରେ। ପରେ ଅହମ୍ମଦାବାଦ ଯାଇଥିଲେ ମୋଦି ଜଣେ ସମ୍ପର୍କୀୟଙ୍କ ସହ ହୋଟେଲରେ କାମ କରିବାକୁ। ଏତିକି ବେଳେ ଯଶୋଦାବେନ ପୁଣି ନିଜ ବୈବାହିକ ଜୀବନକୁ ସଜାଡ଼ିବା ପାଇଁ ମୋଦିଙ୍କ ପାଖକୁ ଫେରି ଆସିଥିଲେ। ହେଲେ ସ୍ୱାମୀ ତାଙ୍କର ଏହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ, ଆଉ କହିଥିଲେ କି ନିଜ ଜୀବନକୁ ନିଜ ହିସାବରେ ଭବିଷ୍ୟତ ପ୍ରତି ଧ୍ୟାନ ଦେବା ପାଇଁ କହିଥିଲେ। ତେବେ ବିବାହର 3 ବର୍ଷ ପରେ ସମ୍ପୂର୍ଣ୍ଣ ଅଲଗା ହେବା ପୂର୍ବରୁ ଦୁହେଁ ମାତ୍ର 3 ମାସ ଏକାଠି ରହିଥିଲେ। ଦେଶ ସେବା କରିବାର କଥା କହି ମୋଦି ତାଙ୍କ ବୈବାହିକ ସମ୍ପର୍କକୁ ସେହିଠି ଛିଣ୍ଡାଇଥିଲେ। 1 ଫେବୃଆରୀ 14ରେ ଯଶୋଦାବେନ ଇଣ୍ଟରଭ୍ୟୁରେ ପ୍ରକାଶ କରିଥିଲେ କି ଯେ ବିବାହ ଆରମ୍ଭରୁ ମୋ ସହ ଭଲରେ କଥା ହେଉଥିଲେ, ଏମିତିକି ରୋଷେଇରେ ମଧ୍ୟ ମୋତେ ସେ ସାହାଯ୍ୟ କରୁଥିଲେ। ଖାଲି ସେତିକି ନୁହେଁ, ତା ସହ ମୋ ପାଠ ପଢ଼ାକୁ ବେଶ୍ ଧ୍ୟାନ ଦେବାକୁ ମଧ୍ୟ କହୁଥିଲେ। ତେବେ ମାତ୍ର କିଛି ଦିନ ବ୍ୟବଧାନରେ ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ କ'ଣ? ଏ ପ୍ରଶ୍ନର ଉତ୍ତର ଆଜି ବି ଲୁଚି ରହିଛି। କିନ୍ତୁ ଯଶୋଦାବେନ ମୋଦିଙ୍କ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ କୌଣସି ବି ଅଭିଯୋଗର ଟିପ୍ପଣୀ ରଖିନାହାନ୍ତି। ଗଣମାଧ୍ୟମ ସାମ୍ନାରେ ସାଧାରଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ମିଳିଛି କି? ସେ ଇଣ୍ଟରଭ୍ୟୁରେ ଏହି ପ୍ରଶ୍ନ ରଖିଥିଲେ ଯେ ଦୁହେଁ ଅଲଗା ହେବା ପରେ ସେମାନେ ପରସ୍ପର କଥା ହେବା ମଧ୍ୟ ହୋଇନାହାନ୍ତି। ଅଲଗା ରହୁଛନ୍ତି ସତ, କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ଭିତରେ ହୋଇନି ଡିଭୋର୍ସ। ଏହି ସମ୍ପର୍କକୁ ନେଇ ଉଭୟ ଆଜି ବି ଚୁପ୍ ଅଛନ୍ତି।